गाई भी दौड़ुଛନ୍ତି ମାନେ ବର୍ଷା ଆସିଲାଣି ବୋଲି ପ୍ରବଳ ସମସ୍ତେ ମାନେ ନମସ୍କାର ଜୟ ଜଗନ୍ନାଥ। ମୁଁ ଆଶା କରୁଛି ଯେ ଆପଣ ମାନେ ବହୁତ ଭଲ ଥିବେ। ମୁଁ ବି ଭଲରେ ଅଛି। ମୋ ନାଁ ହେଉଛି ଆୟୁଷ ବେହେରା। ତାର ଟିକେ ଭୁଲିଗଲା ହେଲା। ଆୟୁଷ ବେହେରା ନୁହଁ କ'ଣ କି ନା ଆୟୁଷ ବେହେରା କିନ୍ତୁ ଓଡ଼ିଆ ବ୍ଲଗ୍ ଆୟୁଷ ବେହେରା ଓଡ଼ିଆ ବ୍ଲଗ୍ ଚ୍ୟାନେଲ ନାଁ ମନ ନାହିଁ ହେଲା। ହଁ वीडियो করছিলে চ্যানেল না মনে নাই ନା ଆୟୁଷ ବେହେରା ଓଡ଼ିଆ ବ୍ଲଗ୍। ଆୟୁଷ ବେହେରା ଓଡ଼ିଆ ବ୍ଲଗ୍। ତ କଣ ପାଇଁ ଆସିଥିଲୁ ଏଠିକି? ଏ ଆସିଥିଲି ଜାଣିନ? ନା ଆମେ ଆସିଥିଲି ଭିଡ଼ିଓ କରିବାକୁ ବା ରିଲ୍ସ କରିବାକୁ ଆସିଥିଲି ବିଲ ଭିତରକୁ। ଦେଖୁନ ଏ ବିଲ ବିଲ କାଳ ପ୍ରବଳ ବର୍ଷା ଆସିଲାଣି ଯିବା ହାରି। ହଁ ଯିଆ ତ ସେପଟୁ ଆଇଲି। ସେଦିନ ଯୋଉ ଆମେ କୋଉ ଠିଆ ହେଇଛି ଆগে ଦେଖିଲୁ? କୋଉ ଜାଗାରେ ଆଗ ଛିଡ଼ା ଦେଖ ଗୋଟେ ଗୋଟେ ମାନେ ରୋଡକୁ ଜଣା ପଡୁଥିଲା କି ମାନେ ଏଇ ରୋଡଟା ମାନେ ସରୁସୁରିଲା ଭଳିଆ। ହଁ ଆମକୁ କିଛି ପଡିଯିବ ବୋଲି କିନ୍ତୁ ଆସିଲା ବେଳକୁ ବହୁତ ଓସାର ଜାଗାଟି। ଓସାର ଅଛି। ନା ମୁଁ ଟିକେ ଆସି ସାଇଡ୍ ନାଇଁ ସେପଟେ ଯା। ଯିବାନି ଘରକୁ ଯିବା। ମେଘ ଆସିଲାଣି କରି କଣ ବ୍ଲଗ ହଉଥିଲା ଏଇ ଯୋଉ ସରି ରିଲ୍ସ। ରିଲ୍ସ ହଉଥିଲା ଭଜନ ରିଲ୍ସ ଟା ଗୋଟେ ହଉଥିଲା ଏବେ। ତ ଏବେ ଘରୁ ଯିବା। ବହୁତ ଜୋର ମେଘ ଆସିଲାଣି। କେତେବେଳେ ଆସିଲାଣି 45 ମିନିଟ୍ ଖଣ୍ଡେ ହେଇଯିବ ଆସିଲାଣି। 45 ମିନିଟ୍ ଖଣ୍ଡେ। ଚାଲ ଏଥର ଯିବା। ତ ଏବେ ଚାଲ ଘରକୁ ଯିବା। ସାନୁ କୁଆଡ଼େ ଇଏ ଯାଉଛି ଆଗରେ। ମତେ ବି ସମ୍ଭାଳି ଯିବାକୁ ପଡ଼ିବ। ଏବେ ପଡ଼ିଥାନ୍ତି କ୍ୟାମେରା ଗନେଇଲେ ଗୋଟେ ପଡ଼ିଯିବାର ସମ୍ଭାବନା ଅଛି। ଚାଲ ଜଲ୍ଦି ଜଲ୍ଦି ପଳେଇବା। ଆସିଯା। ତ ଏବେ ସେଠୁ ପଳେଇ ଆସିଲୁ ନା। ଏବେ ଚାଲ ଘରକୁ। ଗାଡି ଜଗିକି ଶୋଇଛି କୁକୁର ସେଠି। ଆଇସର କୁକୁର ଦେଖିଲଟି? ଯିଏ ହାତ ମାରିବ ତାକୁ କାମୁଡ଼ିବ। ହଁ ବା ସେ ମାନେ ଯୁଆଡ଼େ ଗଲେ ଆୟୁଷ ସେ ସବୁଆଡ଼େ ଯାଉଛି। ସବୁଆଡ଼େ ଯାଇକି ମାନେ ଗାଡ଼ିଟା ଥାଉଛି ଗାଡ଼ିଟା ଘରେ ବି ସେ ଶୋଇଛି ଆସିକି। ସେ କେମିତି ଜାଣିଲା ଆମେ ଆସିଛୁ ବୋଲି ଇଆଡ଼େ କେଜାଣି। ନହେଲେ ତୁ ଏଇଠି ଶୁଅ। କାହିଁ ଦୌଡ଼ି ଦୌଡ଼ି ଯିବ। ସେ ମନକୁ ଯିବ ଏଇନା। ଯିବୁ ଭାଇନା ଦେଖୁନ ଭିଡ଼ିଓଟା ବନ୍ଦ କରିଯିବେ। ଆଉ ଏଠି ଗାଡ଼ି ଚାବି ଥୁଆ ହେଇଛି। ନାହିଁ ଦେବି ଗାଡ଼ି ଚାବି ଲଗେଇକି ଥେରିଲା ନା। କି ଜୋରେ ବର୍ଷା ଆସିଲାଣି ଏବେ। ଚାଲ କେତେ ଦୌଡ଼ିଆ ଜୋରେ ବର୍ଷା। ଚାଲ ଦୌଡ଼ିଆ। ଦୌଡ଼ିବା ଗାଡ଼ିରେ ବସିକି। ଗାଈ ବି ଦୌଡ଼ୁଛନ୍ତି ମାନେ ବର୍ଷା ଆସିଲାଣି ବୋଲି ପ୍ରବଳ ଆସିକି ଘରେ ପହଞ୍ଚିଗଲେ। ବର୍ଷା କେତେ ଜୋରେ ଆସିଲାଣି। କେତେ ଜୋରେ ବର୍ଷା ଆସିଲାଣି। ଯାହା ହଉ ଆମେ ଘରେ ପହଞ୍ଚିଗଲା ଆସିକି। ପଖାଳ ଖାଉଛନ୍ତି ଏଠି। ପଖାଳ ମାଛ ଭଜା ମଟର ତରକାରୀ ହେଇଥିଲା। ଭୋକ ହଉଥିଲା। ପଖାଳ ତ ନ ଖାଇଲେ ମନ ଶାନ୍ତି ନାହିଁ ଆଉ। ଘରେ ଲଙ୍କା ଭାଜୁଣ। ହଉ ଖାଇଦିଅ ପଖାଳ। ମୁଁ ଖାଇସାରିଲି। ଆମ ପୁଅ ହେରିକା ଖାଇଲେ। ସାନ ତ ଯାଇଛି ସ୍କୁଲ। ବଡ଼ ଖାଇଲେ ମୁଁ ଖାଇଲି ଆଉ। ତମେ ଥିଲ ଆଉ ପଖାଳ ଖାଇଲେ। ଖାଇଲେ। ହାଁ କେଉଁଠି ଗୋଡ଼ ଭାସିବ? ତାକୁ କ'ଣ କରିବ? ହାଁ ପଣ୍ଡା ନଡ଼ିଆ ସେ ତ ସବୁ ଶୁଖିଛି ନଡ଼ିଆ ଆଉ। ଖୁରୁଡ଼ ହେଇଯାଇଛି ଆଉ। ସବୁ ଶୁଖିକି ଅଛି। ଖୁରୁଡ଼ ହେଇଯାଇଛି ସେ ନଡ଼ିଆ ତକ। କୁଆଡ଼େ ଗଲା ଆୟୁଷ? କୁଆଡ଼େ ଗଲା? ଆୟୁଷର ମାମୁଁ ଆଜି ଆସିଛି ଏରି ବୁଲିବା ପାଇଁକା। ଆୟୁଷ କୁଆଡ଼େ ଗଲା କି? ଡ୍ରେସ୍ ଚେଞ୍ଜ କରୁଛୁ ନା କ'ଣ? ଓହୋ ମାମୁଁ ସହିତ ଯିବ ଭିଡ଼ିଓ କରିବାକୁ ବୋଲି ଏଠି ଡ୍ରେସ୍ ଚେଞ୍ଜ ହେଉଛି ଆୟୁଷର। ଲେମ୍ବୁ କାହିଁ? ହଁ ମାମୁଁ ପାଇଁ ପଣା କରୁଥିଲି ବା। କ୍ୟାମେରାରେ ମାରିଦେଲା ଆଣିକି। କ୍ୟାମେରାରେ ବାଜିଥିଲା। ଓହୋ ମାମୁଁ ବା ଥଣ୍ଡା ହେଇଛି ବୋଲି ସେ କେଉଁଥିରେ ଚାଲୁଛି?
ଫୋନରେ ଏଇ ମୋବାଇଲରେ ଏଇଟା ଆୟୁଷର ଏଇଟା ଟି ଆୟୁଷର ଏଇଥିରେ ଆୟୁଷ ଏଇଟା ଏଇଥିରେ ଆୟୁଷ ଆଜି ବାହାରି ପଡ଼ିଲେ ଭିଡ଼ିଓ କରିବା ପାଇଁକା ଆଜି ଶନିବାର ସ୍କୁଲ ଛୁଟି ହେଇଯାଇଛି ଶୀଘ୍ର ଏବେ ତ ଆସିଲା ହାରି ଆଉ ମାମୁଁ ଆସିଛି ହାରି ମାମୁଁ ସହିତ ଯିବ ହାରି ହଁ ଏଇଠି ଭଲ ହବ ବା ହଁ ଏଇଠି ଶିଖିକି ମାମୁଁକୁ ଟିକେ ଲାଜ ଲାଜ ଲାଗୁଛି ଆଉ କଥା ହେବା ପାଇଁକା ଆଉ ହଁ ବା ଏଇଠି ଶିବନା କହୁଥିଲା କହିଲେ ଏଇଠି କରିଦେଲେ ଭଲ ହବ ହଁ ଭଲ ହବ ଏଇଠି ଏଇ ଏତେ ସୁବିଧା ଥିଲେ କ'ଣ ହବ ସିଏ ସିନା କଲେ ସିନା ହବ ହଁ ଆମେ ବି ଜାଣିଛୁ ହଁ ଏଠି ରୋଷେଇ ହେଉଛି ସେଠି ଗ୍ୟାସ୍ ଲାଗିଛି ସେଇଠି ରୋଷେଇ ହଉନି ଯେଉଁ ଏଇଠି ଲାଇଟ୍ଟା ପଡ଼ିଛି ଯେଉଁ ଏଇ ସିଧାରେ ରୋଷେଇ ହେଉଛି ହଁ ଆଉ ଗୋଟେ ଏଠିକି ପକେଇଲେ ହବ ଲାଇଟ୍ ହଁ 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 ସେଇଠି ପକେଇଦେଲେ ହବ କ'ଣ ଯୋଡ଼େ ଗାଡ଼ି ଯିବ ନା ଗୋଟେ ଗାଡ଼ି ଗୋଟେ ଗାଡ଼ିଟି ଖାଇବା ସରିଗଲା ଆୟୁଷର ତ ମାମୁଁର ଖାଇଦେଲେ ଦୁଇ ଜଣ ଦେଖି ଏଠି ଖାଉଥିଲେ ଆଉ ତାଙ୍କର ତ ଖାଇବା ସରିଗଲାଣି ବହୁତ ଏଠି ଖାଉଛନ୍ତି ବସିକି ଆଉ କ'ଣ ହେଲା ସାର୍ଟ ପଡ଼ିଗଲା ଭଲ ଲାଗୁଥିଲା ମଟର ତରକାରୀ